किछि नुआ शिखिबा किछि नुआ जानिबा किंतु बुझिबा पढ़िबा एवं प्रयोग करिबा सेटा हेउची ओडिया पाठशालार प्रचेष्टा। आपण मानंकु समस्तंकु स्वागत ओडिया पाठशाला को चलंतु। वीडियो रे आमे आंटार्कटिका महादेश विषय रे जानिबा। आगुर आमे अन्य महादेश विषय रे जानिचंदी, आज आंटार्कटिका महादेश विषय रे जानिबा। आंटार्कटिका हेउची पृथ्वीर दक्षिणतम महादेश जहा दक्षिण मेरु को घेरी रहिछि। ଏହା ପୃଥିବୀର ସବୁଠାରୁ ଥଣ୍ଡା ଶୁଷ୍କ ଏବଂ ପବନପୂର୍ଣ୍ଣ ସ୍ଥାନ ଯାହାର ତାପମାତ୍ରା 89.9 ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ହ୍ରାସ ପାଏ। ଏହି ମହାଦେଶ ବରଫ ଚାଦର ଦ୍ୱାରା ଆଚ୍ଛାଦିତ ଯାହା ବିଶ୍ୱର ପ୍ରାୟ 70% ମଧୁର ଜଳ ଧାରଣ କରେ। ଏହା ପଞ୍ଚମ ବୃହତ୍ତମ ମହାଦେଶ ଯାହା ପ୍ରାୟ 14 ନିୟୁତ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏହାର କଠୋର ପରିବେଶ ସତ୍ତ୍ୱେ ଆଣ୍ଟାର୍କଟିକା ପେଙ୍ଗୁଇନ, ସିଲ୍, ତିମି ଏବଂ ସମୁଦ୍ର ପକ୍ଷୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଆବାସ ସ୍ଥଳ। ସମସ୍ତ ପେଙ୍ଗୁଇନ ପ୍ରଜାତି ମଧ୍ୟରୁ ସର୍ବବୃହତ ସମ୍ରାଟ ପେଙ୍ଗୁଇନ କେବଳ ଆଣ୍ଟାର୍କଟିକାରେ ଦେଖାଯାଏ। ଏହି ମହାଦେଶ ଦକ୍ଷିଣ ମହାସାଗର ଦ୍ୱାରା ଘେରି ରହିଛି ଯାହା ପୃଥିବୀର ଜଳବାୟୁ ଏବଂ ସମୁଦ୍ର ସ୍ରୋତକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଣ୍ଟାର୍କଟିକାରେ କୌଣସି ସ୍ଥାୟୀ ମାନବ ବସତି ନାହିଁ, କିନ୍ତୁ ଅନେକ ଦେଶ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପରିଚାଳନା କରନ୍ତି। ଏହି ମହାଦେଶ 1969ର ଆଣ୍ଟାର୍କଟିକା ଚୁକ୍ତି ଦ୍ୱାରା ପରିଚାଳିତ, ଯାହା ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରେ ଏବଂ ସାମରିକ କାର୍ଯ୍ୟକଳାପ ନିଷେଧ କରେ। ଆଣ୍ଟାର୍କଟିକା ଏହାର ସକ୍ରିୟ ଜ୍ୱାଳାମୁଖୀ ପାଇଁ ମଧ୍ୟ ଜଣାଶୁଣା, ଯେପରିକି ମାଉଣ୍ଟ ଏରେବସ୍। ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ, ବରଫ ତରଳିବା ଏବଂ ପ୍ରାଚୀନ ପୃଥିବୀ ଇତିହାସକୁ ବୁଝିବା ପାଇଁ ଏହି ଅଞ୍ଚଳକୁ ଅଧ୍ୟୟନ କରନ୍ତି। ଏହାର ଚରମ ଅବସ୍ଥା ହେତୁ ଆଣ୍ଟାର୍କଟିକାକୁ ମହାକାଶ ଅନୁସନ୍ଧାନ ପାଇଁ ମଙ୍ଗଳ ଗ୍ରହ ସହିତ ତୁଳନା କରାଯାଏ। ଯଦିଓ ପର୍ଯ୍ୟଟନକୁ ଅନୁମତି ଦିଆଯାଇଛି, ଏହାର ଦୁର୍ବଳ ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ କଠୋର ନିୟମ ପ୍ରଣୟ କରାଯାଇଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିକି ଦେବ, आंसर करवा। और जदि भल लगे ताले वीडियो टिके लाइक कर दियो, वीडियो को अन्य सहित शेयर करो, चैनल को सब्सक्राइब करी बेल को प्रेस कर ऑल नोटिफिकेशन को ऑन रखिता। ताहाले देखा बागे वीडियो रे भले रो सुस्त रो मते अनुमति देबो। बाय।